भीमଙ୍କ କଥା ଶୁଣି ଫାଲ୍ଗୁନି ଅର୍ଜୁନ କହିଲେ ମା ए सैन्य मानक जे बड़ बड़ योद्धा पितामह भीष्म गुरु द्रोणाचार्य महावीर कर्ण ए बड़ बड़ योद्धा पूरा मु मारिछि ए कथा सुने भीम हसिला। अच्छा भीम कहले मां भीष्म बुद्ध द्रोण जाति रे ब्राह्मण पशुपति अति ना बासव पात की कलु दयावंती वीरपणे मुना बाणा भीम कहले मां टिके लक्ष्य दिया पितामह भीष्म बाबारे हेले वृद्ध बुढ़ा लोक गुरु द्रोणाचार्य जाति रे ब्राह्मण लोक ए वृद्ध ब्राह्मण को मारी कोसने मु मारिछि आंको मां परा दया देखे छाड़ी देइथि से बुढ़ा लोक तांसन को युद्ध करिवे से ब्राह्मण लोक तांसन को युद्ध करिवे तांको मु दया रे छाड़ी देइछि आंको मारी के कोसने मु मारिछि नाइ मा मु अधिक मारि। अच्छा कहले ना अर्जुन कहले मां मो बड़ भाई धर्मराज युधिष्ठिर को पाखु जीवा आम बड़ भाई धर्मराज मिछ कहिबे ना आम बड़ भाई कहिबे के काहो केते मारिछि समस्त गले कहले बड़ संगटे धर्मराज एबे पणी गले परा जान अंतर भितरे स्मरण करिले प्रभु सत्य नारायण युधिष्ठिर विचार कले एई भाई कथा कहबी नाही भाई कथा कहबी आना कले से मंद करियो आना कले से मंद करियो। अच्छा कल ना भगवान कृष्ण को डाकेले। अच्छा कवि चंदन हजर कोन कहले पांडव प्रिय दंडो छापी दंड पुए कथा के मंत्री से चांदरे मई करे पाणा कांद कोरी नेला भारी रो प्राण हे कांदव नोद्य का हे कांदव नोद्य का हे आनंद करी देला विष्णु को माया हे भांड करी देला विष्णु को माया लगाई देई भेले लगाई देई विशेष घोषणा ठणापल्ली हरिबंधु सेठी 50 कोटी भारतीय मुद्रा गायिका पुरस्कार करछंती से महासंघ अनुष्ठान तरफ धन्यवाद ज्ञापन करछु आशा करू गायिका सादर ग्रहण करिवे। जय जगन्नाथ जय जगन्नाथ जय जगन्नाथ सर्वे बोलांदे कबार हरि बोला हरि बोल की हुळ गोली होनी आगे हां हां निहाती आगे आउ जी जा देबा कथा के नै आसु जिबा आशा बोल ना कल भगवान जे सम ते संधि गजधारा लपावम भागे न सकंत बलद हो भवा आज्ञा बृहग वाहन जैसा। अच्छा ब्रूरु आसिले वृषभ कांक वाहन देवदेव महादेवंक वाहन गौर आज्ञा आसिले गरुड़ कांक वाहन गरुड़ाले विष्णुक वाहन हर आसिले हंस कांक वाहन ब्रह्मांक वाहन बृहग वाहन जैसम तेसम त्रिकच धारण त्रिराज्ञा आसिले त्रिशूल कांक आयुध सदाशिवंकर आयुध
करे ଆସିଲେ କମଣ୍ଡଳ ହେଲା କାହାଙ୍କର ଆୟୁଧ ବ୍ରହ୍ମାଙ୍କର ଆୟୁଧ ଚର ଆଜ୍ଞା ଆସିଲେ ଚକ୍ର ଚକ୍ର ନାରାୟଣଙ୍କର ଆୟୁଧ ବୃହଗ ବାହନମ ଜେସମ୍ ବାବାରେ ତେସମ୍ ପିକଚ ଧାରା ଧାରଣ ସାଲ ପାବମ ଭାଗେନ ବାସ୍ ସାର ଆଜ୍ଞା ଆସିଲେ ମା ସାବିତ୍ରୀ ସାବିତ୍ରୀ କାହାଙ୍କର ଧର୍ମ ପତ୍ନୀ ବ୍ରହ୍ମାଙ୍କର ଲରେ ଆସିଲେ ମା ଲକ୍ଷ୍ମୀ ଲକ୍ଷ୍ମୀ କାହାଙ୍କର ଧର୍ମ ପତ୍ନୀ ବିଷ୍ଣୁଙ୍କର ପାରେ ଆସିଲେ ମା ପାର୍ବତୀ ପାର୍ବତୀ କାହାଙ୍କର ଧର୍ମ ଦେବଦେବ ମହାଦେବଙ୍କର ଏ ଯେଉଁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଲକ୍ଷ୍ମୀ ପାର୍ବତୀ ସାବିତ୍ରୀ ସାବିତ୍ରୀ ପୁରସ୍କାର ପ୍ରଦାନ କରିଥିବା ଦାତାଙ୍କର ମଙ୍ଗଳ ବିଧାନ କରି କରି ଚଲା ପଥକୁ ସ୍ମିତ କରାନ୍ତୁ ସର୍ବେ ବୋଲାନନ୍ଦ ଏକ ବାର ହରି ବୋଲ ଲକ୍ଷଦନ ମୋର ଜ୍ଞାନୀ ମା ବାପା ମାନ ବାବାରେ କହିବାର କଥା କଣ ଆଜି ଆଜ୍ଞା ଦେଖନ୍ତୁ ସମର ଯୁଦ୍ଧ ସରିଯାଇଛି ସରି ଯାଇଛି ଯୁଧିଷ୍ଠିର କହିଲେ ଆର ମୀମାଂସା ମୁଁ ଦେଇପାରିବି ନା 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 ଭଗବାନ କୃଷ୍ଣ ଦେବେ ବାବାରେ ଭଗବାନ କୃଷ୍ଣ ବାହାରେ ପହଞ୍ଚିଲେ ହଁ 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 ଭଗବାନ କୃଷ୍ଣ କହିଲେ ଆର ମୀମାଂସା ମୁଁ ମୁଁ ଦେଇପାରିବି ଦେଇପାରିବିନି ମୁଁ ତ ଅର୍ଜୁନ ନନ୍ଦିଘୋଷ ରଥର ସାରଥି ରଥ ଚାଳନା କରୁଥିଲି ମୁଁ କେମିତି କହିବି ମୁଁ କେମିତି କହିବି ମୁଁ ସିନା ଅର୍ଜୁନ କଥା କହିବି ହଁ ତାର ମୀମାଂସା ତାହେଲେ ମୁଁ ଦେବି ମୁଁ ଦେଇପାରିବିନି ତାହେଲେ ଦବ କିଏ କିଏ କୁରୁକ୍ଷେତ୍ର ଜଣେ ବଞ୍ଚି ବଞ୍ଚିଛି ପ୍ରଥମରୁ ଶେଷ ସମର ଯୁଦ୍ଧକୁ ଦେଖି ଦେଖିଛି ସେ ଆଉ କେହି ନୁହଁ କିଏ କହୁନାହାନ୍ତି ଭୀମଙ୍କର ପୁଅ ବେଲାଳ ସେନ ବେଲାଳ ସେନ ଏ କଥା ଶୁଣି ଆଜ୍ଞା ଭୀମ ମନ କୁଣ୍ଢେ ମୋଟ ବାସି ବାସି କହିଲା ମୋ ପୁଅ ମୋ ନା କହିବନି କହିବନି ନିଶ୍ଚିତ ମୋ ପୁଅ ମୋ ନାଟା ଆଗ କହିବ। ଆଗ କହିବ ସମସ୍ତେ ଗଲେ ହଁ କୁରୁକ୍ଷେତ୍ର ମଧ୍ୟରେ ଥିବା ସୁହସ୍ତମ୍ଭ ଆଚ୍ଛା ଉପରେ ବେଲାଳସନ କଟା ମୁଣ୍ଡ ବାସି ବାସି ମାୟା ଆସନ ଥିବା ବେଲାଳସନ କଟା ମୁଣ୍ଡଟିକୁ ପଚରା ଗଲା ବାବାରେ କଟା ମୁଣ୍ଡଟି ଉତ୍ତର ଦେଲା କଣ କଣ କହିଲା କହିଲା କୋଟିଏ ମାର୍ତଣ୍ଡ ତ୍ୟାଜ ବଳି ସୁଦର୍ଶନ ବଳି ସୁଦର୍ଶନ ଏବେ ବଳି ସୁଦର୍ଶନ କହିଲା ରଣ କ୍ଷେତ୍ରେ ବ୍ୟାପୀ ଭବ ଥିଲା ଘନ ଘନ ଥିଲା ଘନ ଘନ ରେପୁ ଥିଲା ଘନ ଘନ ସକଳ ବୀରଙ୍କ ଶିର ସେତୁ ଥିଲା ସେଇ ଶିରା ସେତୁ ଥିଲା ସେଇ ଏ କେହି କାହାରିକୁ ବଳେ ବଳେ ବଳି ନାହିଁ କାହାରିକୁ ବଳେ ବଳେ ବଳି ନାହିଁ ଆଜ୍ଞା ମାୟାସନ ଥିବା ବେଲାଳସନ କଟା ମୁଣ୍ଡଟି ଉତ୍ତର ଦେଲା କଣ କହିଲା ଉତ୍ତର ଦେଲା କୋଟିଏ ମାର୍ତଣ୍ଡ ସୂର୍ଯ୍ୟ ହଁ ହଁ ଗୋଟିଏ ସୂର୍ଯ୍ୟଙ୍କର ତେଜ ଯେଉଁ ଭଳି ବାବାରେ ସୁଦର୍ଶନ ଚକ୍ର ତେଜ ସେଇଭଳି ସେଇଭଳି ସେପଟୁ ସୁଦର୍ଶନ ଚକ୍ର ଆସି କାଟି ପକେଇଲା କାଟି ପକେଇଲା କାଟିଲା ଏପଟୁ ସୁଦର୍ଶନ ଚକ୍ର ଆସି କାଟି କାଟି ପକେଇଲା ଚକ୍ରଟିଏ କାଟିଛି କେହି କାହାରିକୁ ମାନୁ ମାରି ନାହାନ୍ତି ଏ କଥା ଶୁଣି ହଁ ତା ବାପା ଭୀମ ଗୋଦାରେ ପ୍ରହାର ପ୍ରହାର କହିଲା ମୋ ପୁଅ ହେଇକି ମୋ ନା କହିଲାନି କହିଲାନି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ମୁଣ୍ଡ ଯାଇ ସାଗରେ ସାଗର ପଡ଼ିଲା ଭଗବାନ କୃଷ୍ଣ କହିଲେ ଶୁଣନ୍ତୁ ସଭାସଦ ମାନେ ମାନେ ଶୁଣନ୍ତୁ ପ୍ରଜାବତ୍ସ ଠାକୁର ବଡ ଭାଇ ବଳରାମ ଆଚ୍ଛା କଟା ମୁଣ୍ଡ କଣ କଥା କହିପାରେ କହିପାରେ ବେଲାଳ ସିନା ବଞ୍ଚିଥିଲା ବୋଲି କଟା ମୁଣ୍ଡା କଥା କହିଲା ହଁ ହଁ ସମର ସରିଥିଲେ ମୁଣ୍ଡ ଗଣ୍ଡି ଯୋଡି ଦେଇଥାନ୍ତି ଯୋଡ଼ି ଦେଇଥାନ୍ତି ବେଲାଳ ବଞ୍ଚିଥାନ୍ତା ହଁ ତା ବାପା ତାକୁ ମାଇଲା ମୋର ଦୋଷ କେଉଁଠି ରହିଲା ହେଲା ବାପ ହାତରେ ପୁଅ ମଲା ମତେ ଦୋଷ ନ ଲାଗିଲା କହିଲେ ସବୁ ଜାଣି ଶାନ୍ତ ହେଲା ବେଲା ବାଳି ମନ ଏବେ ବେଲା ବାଳି ଗୋବିନ୍ଦ ପାଦ ପଦ୍ମକୁ କଲା ସେ ଆସନ ଏବେ କଲା ସେ ଆପତ୍ତି ଅଭିଯୋଗ ଧରି ଆସିଥିବା ବେଲାବଳି ଆଇ ଜାଣି ପାରିଲା ମୋ ସ୍ୱାମୀ ନିଜେ ମୋ ପୁଅକୁ ମାରିଛନ୍ତି ମାରିଛନ୍ତି ଆଉ କଣ କରିବ ହଁ ସେ ଗୋବିନ୍ଦଙ୍କର ପାଦ ପଦ୍ମରେ ଶରଣ ଶରଣ ପଶିଲା ଏଇଭଳି ଭାବରେ ବେଲାବଳି ମାର ଆପତ୍ତି ଅଭିଯୋଗ ସରିଯାଇଛି ବାବାରେ ବେଲାଳସନ କଟା ମୁଣ୍ଡ କଥା କହିଛି କଥା କହିଲା ଦ୍ୱାପର ଯୁଗରେ ଚାରି ଯୁଗରେ କଟା ମୁଣ୍ଡ କଥା କହିଛି ଗଲାରେ ବାପା କଣ ଗଲା ରେ ବାପା ନନା
ଆରେ ମୁଣ୍ଡ ଭ୍ରମ ହେଲା ସରିଲା ବେଳକୁ ଭ୍ରମ ହେଲା ମୁଣ୍ଡ ଯିବା ଆସିବା ଟାଇମ ଏବେ କହୁଛନ୍ତି ଚାରି ଯୁଗରେ କଟା ମୁଣ୍ଡ କଥା କହିଛି ହଁ ହଉ ଯଦି ହେଇଗଲା ହେଇଗଲା ମେଳା ଜାଗା ସମସ୍ତେ ବୟସ୍କ ଲୋକ ଅଛନ୍ତି ବାପା ମଉସା ଦାଦା ବଡପା ମାନେ ଆଜ୍ଞା କହୁ କହୁ କହିଦେଲି ମୋ ଦୋଷ କ୍ଷମା କର ଭୁଲ ହେଇଗଲା ମୁଣ୍ଡିଆ ମାରି ମୁଣ୍ଡିଆ ମାରି ଦିଅ ମୁଁ ମୁଣ୍ଡିଆ ମାରି ସତ୍ୟ ଜୋରେ କାହାଙ୍କ କଟା ମୁଣ୍ଡ କଥା କହିଛି ସତ୍ୟ ଯୁଗରେ କାହା କଟା ମୁଣ୍ଡ କଥା କହିଛି କାଙ୍କର କହୁନାହାନ୍ତି ଆପଣ କହିଲେ ଖାଇଲା ବୋଲି ସୁଧା କହିଲା ଅଧା ଅଧା 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 ମୁଣ୍ଡ ହୋଇଲା ରାହୁ ଗଣ୍ଡି ହୋଇଲା କେତ ମୁଣ୍ଡ ହୋଇଲା ରାହୁ ଗଣ୍ଡି ହୋଇଲା କେତ ସତ୍ୟ ଯୁଗର ଆଜ୍ଞା ରାହୁଙ୍କ କଟା ମୁଣ୍ଡ କଥା କହି କଥା କହିଛି ଠିକ କଥା ଜାଣି ହେଇଗଲା କଣ ଜାଣି ହେଇଗଲା ନନା ଯେତେବେଳେ ଅମୃତ ବଣ୍ଟା ହେଲା ରାହୁ ଦଳ ଚେଞ୍ଜ କରିକି ଯାଇକି ପାଇଗଲା ସୁଧା ଖାଇ ଅମର ହେଇଯିବ ପ୍ରଭୁ ଚାହିଁଲେ ଯୋଉ ଜାଗା ଯାଇଥିଲା ସୁଧା ସେଇଠୁ ଚକ୍ର ଲଗେଇ ନନା ଏବେ ଯାଇ ଆମ ଗାଁ ମନ୍ଦିର ଉପରେ ଆଟା କରିକି ବଇଛି ନାଇଁ ସବୁ ଗାଁ ମନ୍ଦିରରେ ତ ବଇଛି ମନ୍ଦିର ଜାଣି ଶୁଣିକିରି ଯିବା ଆସିବା କରିବ ନାଇଁ ମତେ ଚିହ୍ନି ଗଲାଣି ତ ଜଳଖିଆ କରିଦବ ନହେଲେ ନା ମତେ ଖୋଜୁନି ମୋ ଉପରେ ଆଖି ନାହିଁ କହିଲା ଆଉ ନୂଆ ଲୋକ ଯିଆ ସାଙ୍ଗରେ ଆସିଲେ ଜଳଖିଆ ହବ ତମେ କେତେବେଳେ ଯିବନି ନନା ମୋ ସାଙ୍ଗେ ସତ୍ୟ ଯୁଗରେ ରାହୁଳ କଟା ମୁଣ୍ଡ ନାଇଁ ସେ ମତେ ଖାଲି କହୁଛି ପୁଡ଼ିଆ ଖାଇବ ଖାଉ ଆରେ ତୁ କଣ ପାଇଁ ବିହିକି କହୁଛୁ ମୁଁ ଜାଣିପାରୁନି ସତ୍ୟ ଜୋରେ ରାହୁଙ୍କ କଟା ମୁଣ୍ଡ କଥା କହିଛି ଆଜ୍ଞା ଜାଣି ହେଇଗଲା ତ୍ରେତୟାରେ ଇନ୍ଦ୍ରଜିତ ମୁଣ୍ଡ କଥା କହିଲା ଦ୍ୱାପରେ ବେଲାଳସନ ଦ୍ୱାପରରେ ବେଲାଳସନ ସ୍ତମ୍ଭ ଉପରେ କଥା କହିଲା କଳି ଯୁଗରେ ଦେଖନ୍ତୁ ଆଜ୍ଞା ପ୍ରାଣ ଚାଲି ଯାଇଥିଲେ ମଧ୍ୟ ଆଜ୍ଞା ସେ ପ୍ରଭୁଙ୍କୁ ଡାକିଛନ୍ତି କଳି ଯୁଗରେ ସେ କିଏ ସେ ହେଉଛନ୍ତି ଆଜ୍ଞା ମୀରାବାଇ ତାଙ୍କ ପ୍ରାଣ ଚାଲି ଯାଇଥିଲେ ମଧ୍ୟ କୃଷ୍ଣ 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 ବୋଲି ଡାକୁଛନ୍ତି ଆଜ୍ଞା ଏ ଯେତେବେଳେ ଗୋଟିଏ ପୁରାଣ ପ୍ରମାଣ ଦେଇଛି ଆଉ ଗୋଟିଏ ପୁରାଣ ପ୍ରମାଣ ଦେଇଛି ଆଜ୍ଞା କଣ এইଭଳି ଭାବରେ ଆଜି ଦେଖନ୍ତୁ ବାଣୀକି ବିଶ୍ରାମ ଦେବା ପୂର୍ବରୁ ନଦିଆ କୀର୍ତ୍ତନ ଦେବା ବାଣୀକି ବିଶ୍ରାମ କରିବା କହିଲେ ଭଜ ଗୋବିନ୍ଦେ ପରମାନନ୍ଦେ କହିଲେ ଭଜ ଗୋବିନ୍ଦ ରାମ କହିଲେ ରତନ ମନ୍ଦିର রামনিত চরণে যেও পাদ শরণর স্থান ভজ গোবিন্দে পরমানন্দে ভজ গোবিন্দ রাম ভজ গোবিন্দে পরমানন্দে ভজ গোবিন্দ রাম রতন মন্দির রামনিত চরণে রতন মন্দির রামনিত চরণে যেও পাদ শরণর স্থান যেও পাদ শরণর স্থান ভজ গোবিন্দে পরমানন্দে ভজ গোবিন্দ রাম ভজ গোবিন্দে পরমানন্দে ভজ গোবিন্দ রাম গিরিধর সুন্দর নাগর নটবর গিরিধর সুন্দর নাগর নটবর মোহন মুরলীধর শ্যাম মোহন মুরলীধর শ্যাম ভজ গোবিন্দে পরমানন্দে ভজ গোবিন্দ রাম
भज गोविंदे परमानंदे भज गोविंद राम हरि हर ब्रह्मादि बंदित से पद 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 अभिराम भजे से मोरा अभिराम भजे से मोरा भज गोविंदे परमानंदे भज गोविंद भज गोविंदे परमानंदे भज गोविंद हरि बोल 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 सर्वे बंधु सुखिनः सर्वे सन्तु निरामया सर्वे भद्राणि पश्यन्तु मा कस्य दुःख भाग् भवेत् ओम शांति 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 सर्वे बोलानंदे एक बार हरि बोला अनुष्ठान दीर्घ जीवे बोलानंदे एक बार हरि बोला ग्रामर उन्नति बोलानंदे एक बार हरि बोला अनुष्ठान उद्योक्ता कर्मकर्ता ठाकुर मंगल करंतु बोलानंदे एक बार हरि बोला पुरस्कार प्रदान करता दाता मानकर मंगल हो बोलानंदे एक बार हरि बोला विशेष घोषणा सुमेश प्रधान आ उमेश प्रधान 20 कोटी भारतीय मुद्रा पुरस्कार करचंती तांकर ठाकुर मंगल विधान करि चला पथरे कुसुम वृष्टि करंतु सर्वे बोलानंदे एक बार हरि बोल आहुरी एक बार हरि बोल